ନମସ୍କାର ଓଡ଼ିଶା। ମୁଁ ସୁପ୍ରଭା ମହାପାତ୍ର ମୋର ସରଳ ଲେଖା ମାଧ୍ୟମରେ ସାମାଜିକ ଜାଗୃତି ଆଣିବା ପାଇଁ ଏଇ ଯେଉଁ ଛୋଟିଆ ପ୍ରୟାସଟିଏ କରୁଛି ସେଥିରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି। ଆସନ୍ତୁ ଶୁଣିବା ଏଥର ଆଜିର ପ୍ରୟାସ। ଆଉ ପ୍ରୟାସଟିର ନାମ ହେଲା ପରିସ୍ଥିତି। ହଳଦୀପୁର ଗ୍ରାମର ଦୁଇ ପ୍ରିୟ ସାଙ୍ଗ ସୁଧା ଆଉ ରାଣୀ। ଯଦିବା ଦୁଇ ଜଣଙ୍କର ଘର ପାଖାପାଖି ନୁହେଁ, ତଥାପି ଦୁଇ ଜଣଙ୍କୁ ସବୁବେଳେ ଏକାଠି ହିଁ ତୁମେ ଦେଖିବ। ଦୁଇ ଜଣଙ୍କର ସ୍କୁଲ, ଟ୍ୟୁସନ, କଲେଜ ସବୁ ଗୋଟିଏ। ଖିଆ ପିଆ ପର୍ବପର୍ବାଣୀ ଦୁଇ ଜଣଙ୍କର ଏକାଠି ହୁଏ। ଦୁଇ ଜଣଙ୍କ ଭିତରେ ଏତେ ନିବିଡ଼ତା ଦେଖି ଲୋକେ କୁହନ୍ତି, ତୁମେ ଦୁଇ ଜଣ ଗୋଟିଏ ଦିନ ଗୋଟିଏ ବେଦିରେ ବିବାହ କରିବ। ଆଉ କେତେଜଣ ବାହାଘର ପରେ ଦୁଇ ଜଣ ଅଲଗା ହୋଇ କିପରି ରହିବେ ବୋଲି ସେମାନଙ୍କୁ ପଚାରିଥାନ୍ତି। ଏପରି କିଛି ଦିନ ଯାଆନ୍ତେ ସୁଧାର ବାହାଘର ଠିକ୍ ହୋଇଥିଲା। ସୁଧାର ବାହାଘରର ଗହଣା, ଶାଢ଼ୀ, ମେକଅପ୍ ସବୁ ଦୁଇ ସାଙ୍ଗ ମିଶି କରିଥିଲେ। ବାହାଘର ପରେ ଝିଅ ବିଦାୟ ସମୟରେ ଦୁଇ ସାଙ୍ଗ ପରସ୍ପରକୁ ଧରି ଅନେକ କାନ୍ଦିଥିଲେ। ଆଉ ଏବେ ଦୁଇ ସାଙ୍ଗ ପ୍ରତିଦିନ ଫୋନରେ ଘଣ୍ଟେ ଗପିଥାନ୍ତି। ସୁଧାର ସ୍ୱାମୀ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ମ୍ୟାନେଜର ହିସାବରେ କାମ କରନ୍ତି। ଦରମା ପତ୍ର ବି ଭଲ ମିଳେ। ତେଣୁ ସୁଧା ଗାଁକୁ ଯେତେବେଳେ ଆସିଥାଏ ରାଣୀ ପାଇଁ ସହରରୁ ଅନେକ ଉପହାର ନେଇ ଆସିଥାଏ। ଦୁଇ ସାଙ୍ଗ ଭିତରେ ଏତେ ନିବିଡ଼ତା ଦେଖି ଭଗବାନ ବି ଦୁଇ ଜଣଙ୍କୁ ଏକାଠି ରହିବା ପାଇଁ ଯୋଗ କରାଇଥିଲେ। ରାଣୀର ବାହାଘର ସୁଧା ସ୍ୱାମୀର ଷ୍ଟାଫ ରମେଶ ସହିତ ଠିକ୍ ହୋଇଥିଲା। ରାଣୀ ଆଉ ରମେଶର ବାହାଘର ବଡ଼ ଧୁମଧାମର ସହ ସମ୍ପୂର୍ଣ୍ଣ ହୋଇଥିଲା। ଆଉ ତାର ବାହାଘର ତାର ପ୍ରିୟ ସାଙ୍ଗ ବିନା ତ ସମ୍ଭବ ନୁହେଁ। ତେଣୁ ବାହାଘର 2 ଦିନ ପୂର୍ବରୁ ସୁଧା ବି ଆସିଯାଇଥିଲା। ବାହାଘର ପରେ ରାଣୀ ବିଦାୟ ହୋଇ ଶାଶୁଘରକୁ ଯାଇଥିଲା ଆଉ ସୁଧା ସହରକୁ ଫେରିଥିଲା। ଦୁଇ ସାଙ୍ଗ ଗୋଟିଏ ସହରରେ ରହିବେ ସେଥିପାଇଁ ଦୁଇ ଜଣଙ୍କର ମନ ଭାରି ଖୁସି। ବାହାଘରର 4 ମାସ ପରେ ରାଣୀ ସହରକୁ ଯେଉଁଦିନ ସ୍ୱାମୀଙ୍କ ସାଥିରେ ଆସିବାର ଥିଲା, ସେଦିନ ସୁଧା କହିବା ଅନୁସାରେ ରାଣୀର ସ୍ୱାମୀ ରମେଶ ସିଧା ବସ୍ଷ୍ଟାଣ୍ଡରୁ ରାଣୀକୁ ନେଇ ସୁଧା ଘରକୁ ଯାଇଥିଲେ। ଆଉ ସେଠି ରାଣୀକି ଛାଡ଼ି ଦେଇ ଅଫିସ ଯାଇଥିଲେ। ସୁଧାର ଏତେ ବଡ଼ ଘର ଆଉ ତାର ଆସବାସପତ୍ର ଦେଖି ରାଣୀ ମନ୍ତ୍ରମୁଗ୍ଧ ହୋଇଯାଇଥିଲା। LED ଟିଭି, ରିକ୍ଲାଇନର ସୋଫା, ମଡ୍ୟୁଲାର କିଚେନ, ବଡ଼ ଡାଇନିଂ ସେଟ୍ ଆଦି ଘରଟିକୁ ଏକଦମ ମଡର୍ଣ୍ଣ ଲୁକ୍ସ ଦେଉଥିଲା। ତା ସାଥିରେ ଘରର କୋଣମାନଙ୍କରେ ଦାମିକିଆ ଶୋ ପିସ୍ ମାନ ଘରଟିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଅବଶ୍ୟ ସୁଧାର ବୈଭବ ଆଉ ଠାଟबाट ଉପରେ ରାଣୀର କୌଣସି ସନ୍ଦେହ ନଥିଲା। ବାହାଘର ପରେ ସୁଧା ଯେତେବେଳେ ବି ଗାଁକୁ ଯାଏ ଭାରି ଦାମୀ ଗହଣା ଆଉ ଶାଢ଼ୀ ପଠା ପିନ୍ଧି ଯାଏ। ଏବେ ଦୁଇ ସାଙ୍ଗ ମିଶି ଖାଇଥିଲେ। ତାପରେ ଦୁଇ ଜଣଙ୍କର ଅସରନ୍ତି କଥା ରାଣୀର ସ୍ୱାମୀ ରମେଶ ସନ୍ଧ୍ୟାରେ ଅଫିସରୁ ଫେରିବା ପର୍ଯ୍ୟନ୍ତ ଚାଲିଥାଏ। ଏବେ ସମସ୍ତେ ମିଶି ଚା ଜଳଖିଆ କଲା ପରେ ରାଣୀ ଆଉ ରମେଶ ନିଜ ଘରକୁ ଫେରିଥିଲେ। ମନରେ ଅନେକ କଳ୍ପନା ଆଉ ଉତ୍ସାହ ନେଇ ରାଣୀ ତାର ପ୍ରଥମ ଥର ପାଇଁ ନିଜ ଘରକୁ ଯାଉଛି। ଜଲ୍ଦି ଘରେ ପହଞ୍ଚି ରୋଷେଇ ସାରିଲେ ସ୍ୱାମୀ ଖାଇ ଶୋଇବେ। ସକାଳୁ ତାଙ୍କୁ ଅଫିସ ଯିବାର ଅଛି। ଏପରି ଅନେକ କିଛି କଳ୍ପନା ମନରେ ଗୁନ୍ଥୁଥାଏ। ଏବେ ଅଟୋ ଯାଇ ଗୋଟେ ଛୋଟିଆ ଘର ସାମ୍ନାରେ ରହିଥିଲା। ରମେଶ ଅଟୋ ଡ୍ରାଇଭରକୁ ପଇସା ଦେବା ଭିତରେ ରାଣୀ କବାଟ ଖୋଲି ଘର ଭିତରକୁ ଯାଇଥିଲା। ହେଲେ ଏ କ'ଣ, ତାର ଘର ଏକଦମ ସାଧାରଣ ଥିଲା। ସାଧାସିଧା ଟେବୁଲ, ଚେୟାର ଆଉ ରୋଷେଇଶାଳର କେବଳ ଗୋଟିଏ ଗ୍ୟାସ ଚୁଲା ସହିତ କିଛି ଡବା। ଏତେ ସାଧାରଣ ଘର ତାର ହେବ ବୋଲି ସେ କେବେ ବି ଭାବିନଥିଲା। ତାର ଉତ୍ସାହ ନିମିଷକ ଭିତରେ ପାଣି ଫୋଟକା ଭଳି ମିଳେଇଗଲା। ଅଟୋରେ ବସି ଆସିବା ସମୟରେ ସେ ଯେଉଁ କଳ୍ପନାର ଫୁଲମାଳ ଗୁନ୍ଥିଥିଲା ସେ ଛିଡ଼ିଯାଇ ଫୁଲଗୁଡ଼ିକ ବିକ୍ଷିପ୍ତ ହୋଇ ପଡ଼ିଥିଲେ। ସେଦିନ ରୋଷେଇ ସାରି ଖାଇ ଶୋଇଲା ବେଳେ ରାଣୀ ଭାବିଲା, ବୋଧହୁଏ ସ୍ୱାମୀ ରମେଶ ରାଣୀର ପସନ୍ଦ ଅନୁସାରେ ଘରର ସାମାନ କିଣିବେ ବୋଲି ଏପର୍ଯ୍ୟନ୍ତ କିଛି କିଣିନାହାନ୍ତି। କେତେବେଳେ ଗୋଟେ ଛୁଟି ଆଉ ସୁବିଧା ଦେଖି ମୋତେ ବଜାର ନେଇଯିବେ, ଏପରି ମନକୁ ବୁଝାଇ ଶୋଇଯାଇଥିଲା। ରାଣୀ ଏବେ ଅନେକ ମାସ ହେଲା ସହରକୁ ଆସିଲାଣି। ଦୁଇ ସାଙ୍ଗ ଗୋଟିଏ ସହରରେ। ଗାଁ ଘର ଛାଡ଼ି ଆସିବାର ଦୁଃଖ ପରସ୍ପରକୁ ଆଉ ବେଶୀ ବାଧି ନଥାଏ। ରାଣୀ ଅନେକ ସମୟରେ ସୁଧା ଘରକୁ ଆସିଥାଏ। ଆଉ ସନ୍ଧ୍ୟାରେ ରମେଶ ଘରକୁ ଫେରିବା ପୂର୍ବରୁ ସେ ଚାଲିଯାଏ। ହେଲେ ରାଣୀର ମନରେ ଏବେ ଆଗ ଭଳି ସେ ଉତ୍ସାହ ନାହିଁ। ରମେଶ ସହ ବାହାଘର ଠିକ୍ ହେଲା ପରେ ସେ ଭାବିଥିଲା ସୁଧାର ସ୍ୱାମୀ ଆଉ ତାର ଭାବି ସ୍ୱାମୀ ଗୋଟିଏ କାମ କରନ୍ତି। ତେଣୁ ସେ ବି ସୁଧା ଭଳି ଭଲ ଦାମୀ ଗହଣା, ଶାଢ଼ୀ ପଟା ପିନ୍ଧିବ। ହେଲେ ବାହା ହୋଇ ଆସିବାର ଏବେ ବର୍ଷେ ପରେ ହୋଇଗଲାଣି। କିନ୍ତୁ ତା ପାଖରେ ସୁଧା ଭଳି ଖଣ୍ଡେ ଭଲ ଶାଢ଼ୀ ବି ନାହିଁ। ରାଣୀ ସୁଧା ସହିତ ନିଜକୁ ତୁଳନା କରି ମନ ଉଣା କରୁଛି ବୋଲି
ସୁଧା ବି ଏଥର ଅନୁଭବ କରେ। କିନ୍ତୁ ଜୀବନରେ ପାର୍ଥିବ ସାଧନ କେବଳ ବୈବାହିକ ଜୀବନକୁ ସୁଖମୟ କରିଥାଏ ଭାବିବା ଯଥାର୍ଥ ନୁହେଁ ବୋଲି ସେ ରାଣୀକୁ ବୁଝାଇ କହିପାରୁନାହିଁ। ଏପରି କିଛି କହି ରାଣୀ ଭଳି ପିଲାଦିନର ସାଙ୍ଗକୁ ବି ସେ ହରାଇବାକୁ ଚାହେଁନି। ସୁଧା ଅନୁମାନ କରେ ଆଗରୁ ରମେଶ ଅଫିସ ଫେରିବା ସମୟ ହୋଇଗଲେ ରାଣୀ ଘରକୁ ଯିବା ପାଇଁ ତରବର ହେଉଥିଲା। ହେଲେ ଏବେ ଆଉ ସେପରି କିଛି କରୁନି। ରମେଶ ପ୍ରତି ରାଣୀର ବିମୁଖତା ଏବେ ଭଲ ଭାବରେ ବାରି ହୋଇଥାଏ। ସୁଧା ଆଉ ମୋର ସ୍ୱାମୀ ଏକା ଭଳି କାମ କରନ୍ତି, ହେଲେ ଆମ ଦୁଇ ଜଣଙ୍କର ଜୀବନ ଶୈଳୀରେ ଏତେ ପାର୍ଥକ୍ୟ କ'ଣ ପାଇଁ? ସୁଧା ରାଣୀ ହେଲେ ମୁଁ ତା ଆଗରେ କାଣି ଭଳି ଲାଗେ। ଏ ପ୍ରଶ୍ନ ରାଣୀର ମନକୁ ଦିନକୁ ଦିନ ଆହୁରି ଦୁଃଖିତ କରାଉଥିଲା। ରମେଶ କିନ୍ତୁ ତା ପଟୁ ରାଣୀକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାଏ। ଅଫିସରୁ ଆସିଲା କ୍ଷଣି ରାଣୀର ଭଲମନ୍ଦ ପଚାରି ବୁଝେ। ଫୋନରେ ଶାଶୁ ନଣନ୍ଦ ସବୁବେଳେ ରାଣୀ ସହ କଥା ହୋଇ ତାର ଭଲମନ୍ଦ ବୁଝିଥାନ୍ତି। ରାଣୀର ଶାଶୁ ଶ୍ୱଶୁର ନଣନ୍ଦ ଦିଅର ପୁରା ପରିବାର ରାଣୀକୁ ଘରର ବୋହୂ ହିସାବରେ ସ୍ନେହ ଆଉ ସମ୍ମାନ ଦେଇଥାନ୍ତି। ରାଣୀ ବି ସେମାନଙ୍କୁ ପ୍ରତିବଦଳରେ ସମାନ ପରିମାଣର ସ୍ନେହ ଆଉ ସମ୍ମାନ ଦିଏ। କିନ୍ତୁ ବିଚାରୀ ବୁଝିପାରୁନି ଯେ ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଆଉ ବଡ଼ ପୁଅ ହିସାବରେ ରମେଶକୁ ହିଁ ଘରର ସବୁ ଦାୟିତ୍ୱ ନେବାକୁ ପଡ଼ିବ। ନଣନ୍ଦର ବାହାଘର, ଦିଅରର ପାଠପଢ଼ା, ଶାଶୁ ଶ୍ୱଶୁରଙ୍କ ଚିକିତ୍ସା ସବୁ ଏବେ ପୁଅ ବୋହୂ ହିସାବରେ ରମେଶ ଆଉ ତାକୁ ହିଁ କରିବାକୁ ପଡ଼ିବ। ସୁଧାର ଶ୍ୱଶୁର ଜଣେ ବଡ଼ ବିଜନେସମ୍ୟାନ। ତେଣୁ ରମେଶ ଆଉ ସୁଧାର ସ୍ୱାମୀ ଏକା ପ୍ରକାରର କାମ ଆଉ ଦରମା ପାଇଲେ ବି ସେମାନଙ୍କ ରହଣି ସହଣିରେ ପାର୍ଥକ୍ୟ ଦେଖାଯିବା ଅତ୍ୟନ୍ତ ସ୍ୱାଭାବିକ ଅଟେ। ଦିନେ ରାଣୀ ସୁଧା ଘରେ ପହଞ୍ଚି ଦେଖିଲା ସୁଧା ଗୋଟିଏ ବାହାଘର ଫଙ୍କସନ୍ ଯିବା ପାଇଁ ରେଡି ହେଉଛି। ସୁଧା ତାର ଗୋଲାପୀ ପାଟ ଗଭାରେ ମାଳ ଆଉ ତାର ବାହାଘର ହାର ପିନ୍ଧି ନାଲି ସାଧବ ବୋହୂଟିଏ ଭଳି ଦେଖାଯାଉଛି। ଗୋଲାପୀ ରଙ୍ଗ ସୁଧାର ଭାରି ପସନ୍ଦ, ଆଉ ତାର ଗୋରା ଦେହରେ ଗୋଲାପୀ ରଙ୍ଗ ଭଲ ମାନେ। ସୁଧା ରାଣୀକୁ ଦେଖି କହିଲା, ମୋର ଶାଶୁ ଶ୍ୱଶୁର ଏବେ କେବେ ବି ଆସି ପହଞ୍ଚି ପାରନ୍ତି, ଆଉ ତାପରେ ଆମେ ସମସ୍ତେ ମିଶି ବାହାଘର ଫଙ୍କସନ୍କୁ ଯିବୁ। କିନ୍ତୁ ତୁ ଘରକୁ ଯିବା ଦରକାର ନାହିଁ। ତୁ ଏଇଠି ଥା, ମୁଁ 2-3 ଘଣ୍ଟାରେ ଆସିଯିବି। ତାପରେ ତୁ ରାତିରେ ତୋର ଘରକୁ ଯିବୁ। ଏହି ସମୟରେ ସୁଧାର ସ୍ୱାମୀ ତାର ଶାଶୁ ଶ୍ୱଶୁରଙ୍କୁ ନେଇ ଆସିଥିଲେ। ଶାଶୁ ଘରେ ପାଦ ରଖୁ ରଖୁ ଅତି ବେଖାତିର ଭରା ସ୍ୱରରେ ସୁଧାକୁ ଆଦେଶ ଦେଇ କହିଥିଲେ, ଏ କ'ଣ ପିନ୍ଧିଛୁ? ଏ ସବୁ ଓହ୍ଲାଇ ମୁଁ ଆଣିଥିବା ଶାଢ଼ୀ ଗହଣାକୁ ପିନ୍ଧ। ସୁଧାକୁ ଖରାପ ତ ନିଶ୍ଚୟ ଲାଗିଥିଲା, ହେଲେ ଶାଶୁ କହିବା ଅନୁସାରେ ସେ ଆଣିଥିବା ଶାଢ଼ୀକୁ ପିନ୍ଧିଥିଲା। ଏପଟେ ସୁଧାର ସ୍ୱାମୀ ବି ସୁଧା ଉପରେ ରାଗି ପାଟି କରିଥିଲେ। ସୁଧାକୁ ଶାଶୁ ଶ୍ୱଶୁରଙ୍କ ପାଇଁ ଚା କରି ରଖିବାର ଥିଲା, ଯେଉଁଟାକି ସେ ଆଗରୁ କରିପାରିନଥିଲା। ବିଚାରୀ ସୁଧା ଛାତି ଭିତରେ କୋହକୁ ନିଜର ନକଲି ହସ ଆଉ ନୂଆ ଶାଢ଼ୀ ଗହଣା ଭିତରେ ଘୋଡ଼ାଇ ରଖିଥିଲା। ସେମାନେ ଗଲା ପରେ ରାଣୀ ଭାବିଲା ସୁଧାର ମଡର୍ଣ୍ଣ ଶାଶୁ ସୁଧାର ପସନ୍ଦ ନା ପସନ୍ଦକୁ ଖାତିର ନ କରି ତାକୁ ତାଙ୍କର ନିଜର ପସନ୍ଦ ପିନ୍ଧିବାକୁ ଦେଇଥିଲେ। ସୁଧା କିଭଳି ଭାବରେ ଗୋଟିଏ ଅଦୃଶ୍ୟ ଅଙ୍କୁଶ ବଳୟ ଭିତରେ ରହିଛି ସେ କଥା ରାଣୀ ଏବେ ଅନୁଭବ କରିଥିଲା। ନିଜ ସାଙ୍ଗ ପାଇଁ ମନରେ ବହୁତ ଦୁଃଖ କରିଥିଲା। ମୋ ସାଙ୍ଗ ବାହାଘରୁ ଫେରିଲେ ଆମେ ଆଉଥରେ ଗୋଲାପୀ ଶାଢ଼ୀ ପିନ୍ଧି ସେଲ୍ଫି ନେବୁ ବୋଲି ଭାବିଲା। ତା ସାଥିରେ ସ୍ୱାମୀ ରମେଶ ଆଉ ତାର ଶାଶୁ ଶ୍ୱଶୁରଙ୍କର ଭଲ ପାଇବାକୁ ବି ସେ ହୃଦୟଙ୍ଗମ କରିଥିଲା। ଆଉ ସେଦିନ ରାତିରେ ରାଣୀ ଘରକୁ ଫେରିଲା ବେଳେ ସୁଧା ଆଉ ତାର ସ୍ୱାମୀକୁ ତା ଘରକୁ ଆସିବା ପାଇଁ ନିମନ୍ତ୍ରଣ ଦେଇ ଆସିଥିଲା। ସେ ତାର ସାଧାରଣ ଦେଖାଯାଉଥିବା ଘର ଆଉ ଜୀବନଶୈଳୀ ପାଇଁ କେବେ ଆଉ ଲଜ୍ଜିତ ହେବ ନାହିଁ ବୋଲି ମନେ ମନେ ସ୍ଥିର କରିଥିଲା। ଆଜିର ପ୍ରୟାସଟିକୁ ଏଇଠି ରଖିବା। ଆଶା କରୁଛି ଆପଣଙ୍କୁ ପ୍ରୟାସଟି ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ନମସ୍କାର। ପୁଣି ଦେଖା ହେବ ଆସନ୍ତା ପ୍ରୟାସରେ।